ଆପଣମାନଙ୍କୁ ସ୍ୱାଦିଷ୍ଟ ରୋଷେଇଶାଳକୁ ସ୍ୱାଗତ। ଆଜି ଆମେ ପ୍ରସ୍ତୁତ କରିବା ସ୍ପେଶାଲ ନାଲି ଚା। ଆମକୁ ନାଲି ଚା ପ୍ରସ୍ତୁତ ପାଇଁ ଖଣ୍ଡେ ଡାଳଚିନି, 5-7ଟି ଗୋଲମରିଚ, 4ଟି ଲବଙ୍ଗ, ଖଣ୍ଡେ ଅଦା, ଖଣ୍ଡେ ମିଶ୍ରି, 7-8ଟି ତୁଳସୀ ପତ୍ର, ହାଫ୍ ଚାମଚ ଚା ପତି, 2ଟା ଗୁଜୁରାତି ନେଇଯିବା। ଡାଳଚିନି ହେଉଛି ଗରିବମାନଙ୍କର ଇନ୍ସୁଲିନ୍। ଏଇ ସବୁ ଡାଳଚିନି, ଗୁଜୁରାତି ଏବଂ ଲବଙ୍ଗ, ଅଦା ସବୁକୁ ଆମେ ଛେଚି ନେବା। ଚା ପ୍ରସ୍ତୁତ ପାଇଁ ମୁଁ ଗୋଟେ ଜାଗାରେ 3 କପ୍ ପାଣି ଦେଇ ଦେଇଛି। ଇଣ୍ଡକ୍ସନ୍ ଉପରେ ପାଣିକୁ ବସାଇ ଦେଇଛି। ଏଇନା ଆମେ ଇଣ୍ଡକ୍ସନ୍ ସୁଇଚ୍କୁ ଅନ୍ କରିଦେବା। ପାଣିକୁ ଗରମ ହେବା ପାଇଁ ଛାଡ଼ିବା। ପାଣି ଗରମ ହେଇଗଲାଣି। ଏଇନା ଆମେ ଛେଚି ରଖିଥିବା ଡାଳଚିନି, ଗୋଲମରିଚ, ଅଦା ସମସ୍ତ ଜିନିଷକୁ ପକାଇଦେବା ପାଣିରେ। ଆଉ ପାଣିକୁ ଫୁଟିବା ପାଇଁ ଛାଡ଼ିବା। ଚାମଚରେ ଟିକେ ଗୁଳେଇ ନେବା। ୟାକୁ ଭଲ ଭାବରେ ଫୁଟିକି ମିଶିବା ପର୍ଯ୍ୟନ୍ତ ଛାଡ଼ିବା। ଏଠି ତୁଳସୀ ପତ୍ରକୁ ମଧ୍ୟ ପକାଇଦେବା। ଲୁଣ, ମିଶ୍ରି ଲୁଣକୁ ମଧ୍ୟ ପକାଇଦେବା। ମୁଁ ଏଥିରେ ମିଶ୍ରିକୁ ନେଇଛି। ଆପଣମାନେ ଚାହିଁଲେ ସୁଗାର ଫ୍ରି ପାଉଡ଼ର କିମ୍ବା ଜେଗରି ପାଉଡ଼ର ନେଇପାରିବେ, କିମ୍ବା ଚିନି ମଧ୍ୟ ନେଇପାରିବେ। ଯେହେତୁ ମିଶ୍ରି ଆଉ ଗୁଡ଼ ସୁଗାର ରୋଗୀଙ୍କ ପାଇଁ ମଧ୍ୟ ଖାଇପାରିବେ, ସେଥିପାଇଁ ମୁଁ ମିଶ୍ରି ଗୁଡ଼କୁ ବ୍ୟବହାର କରିଥାଏ। ଦେଖନ୍ତୁ ଆମର ସବୁ ଜିନିଷ ଭଲ ଭାବରେ ଫୁଟିଗଲାଣି। ଏଇନା ଆମେ ଚା ପତିକୁ ଦେଇଦେବା। ଚା ପତିଟା ଆଗରୁ ଦେଲେ ଟିକେ ପିତା ଲାଗେ। ଲାଷ୍ଟ ସମୟରେ ଚା ପତିକୁ ଦେବେ। ଚା ପତି ଅଳ୍ପ ଫୁଟିଲା ପରେ ଚାକୁ ଓହ୍ଲାଇବେ। ଦେଖନ୍ତୁ ଚା ରେଡ଼ି ହେଇଗଲାଣି। କେତେ ଭଲସେ ଫୁଟିକି। ଏହି ଚାକୁ ପିଇଲେ ମୁଣ୍ଡବିନ୍ଧା, ତଣ୍ଟି ଜାମ୍ ଲାଗିବା, ଥଣ୍ଡା ଇତ୍ୟାଦି ଦୂର ହୋଇଥାଏ। ଏଇନା ଆମେ ଚାକୁ କପ୍କୁ ଛାଣି ନେବା। ଦେଖନ୍ତୁ ଏଇ ଆମର ବନିକି ରେଡ଼ି ହେଇଗଲା ନାଲି ଚା। ଯଦି ଆପଣମାନଙ୍କୁ ଏହି ରେସିପିଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟ ମଧ୍ୟ କରନ୍ତୁ।